ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ଆମ ଘରକୁ ଆସିଥିଲା ଛତୁକୁ ଦେଖିକିନି ଇଚ୍ଛା ହେଲା କିଛି ଗୋଟେ ଆଇଟମ୍ କରିବା ପାଇଁ। ତ ଭାବୁ ଭାବୁ ଦିଦି ପାଟିରୁ ବାହାରି ଆସିଲା କି ସେଦିନ ତୁମେ ତ ଭଲ ଛତୁ ପତ୍ର ପୋଡ଼ା କରିକି ବ୍ଲଗ୍ କରିକି ଖାଉଥିଲ, ତ ଆମେମାନେ ଆସିଲାରୁ ଆମ ପାଇଁ ଟିକେ ବନଉନ। ତ ଦିଦି ଯେମିତି ଏମିତି କହିଲେ, ତ ରୂପା କହିଲେ ହଉ ଆଜି ଆମର କରିବା ଛତୁ ପତ୍ର ପୋଡ଼ା। ତ ସେଥିପାଇଁ ଆମର ଛତୁ ତ ଅଧା ଭଜା ହିଁ ହେଇଯାଇଥିଲା, ଯେହେତୁ ଆମର ଛତୁ ଟୁକୁ ମସଲା ହେବ ଆଉ ପଖାଳ ହେଇଛି, ତା ସହିତ ବି ଉଷୁନା ଭାତ ଆଉ ଆମର ମୁଗ ଡାଲି ଦେଖିପାରୁଥିବେ ମା ସିଝେଇକି ରଖିଦେଇଛି ହେଇଛି, ଆଉ ଦିଦିଙ୍କ ଫରମାଇଶ ପୁଣି ତା ସହିତ ଛତୁ ପତ୍ର ପୋଡ଼ା। ସେଥିପାଇଁ ଛତୁକୁ ରୂପା କିଛିଟା ରଖିଦେଇଥିଲା କାଢ଼ିକିନା। ଶାଗ ବାଛୁଛ ତାହେଲେ ନା? କେଉଁ ଶାଗ? ଆପଣ ଚିନି ଜାଣିନାହାନ୍ତି? ନା, ଚିନି ଜାଣିବା। ସକାଳୁ ତ ଆମେ ଦୁଇ ଜଣ ଦୋକାନ ଯାଇଥିଲୁ, ଦୋକାନରୁ ଗୋଟେ ବେଳେ ଘରକୁ ଫେରିଲା ବେଳକୁ ଘରେ ତ କିଛି ହିଁ ବନୁନଥିଲା, କେବଳ ଛତୁ ହିଁ ଭଜା ହେଉଥିଲା। ତ ଆମେ ଦୁଇ ଜଣ ଯେତେବେଳେ ସେ ପହଞ୍ଚି ଯାଇଥିଲୁ, ଦିଦି କହିଥିଲେ ଛତୁ ପତ୍ର ପୋଡ଼ା ତମେମାନେ କର। ମୁଁ କହିଲି ଛାଡ଼, ସେଦିନ ତ ଆମେ କରିଥିଲୁ, ଆମେମାନେ ଖାଇଥିଲୁ କେମିତି ଲାଗୁଛି, ତ ତମେ ଆଜି କର ଦେଖିବା କେମିତି ତମ ହାତରେ ଲାଗୁଛି। ତ ଦିଦି ସେଥିପାଇଁ ଛତୁ ସବୁ ନେଇ ଆସିଥିଲେ ତାଙ୍କ ପାଖକୁ। ଛତୁ ତ ବଢ଼ିଆ ସେ ପୁରା ହଳଦୀ ପାଣିରେ ପଡ଼ିକି ଧୁଆ ହେଇକି ଚୁପୁଡ଼ା ହେଇକି ଥୁଆ ହେଇଛି। ତ ତାପରେ ଦିଦି ତାକୁ ଆଣିକି ଛୋଟ ଛୋଟ ପିସ୍ କରି ପୁରା ଭଲସେ ଫିଙ୍ଗରରେ ଛୋଟ ଛୋଟ କରି ନେଇଥିଲେ, ଟିକେ ପିସ୍ କରିଥିଲେ। ତାପରେ ତାକୁ ମ୍ୟାରିନେଟ୍ ଭଳିଆ କରିବେ ସବୁ ଏଇଠି। ତ ଚାଲ ଦେଖିବା କେମିତି କ'ଣ କରୁଛନ୍ତି। ମୁଁ ମୋର ତାଙ୍କୁ ପିଆଜ ଆଉ ଟମାଟୋ କାଟିକି ଦେବି ବସିଛି, ଆଉ ରୂପା ତା ସେପଟେ ବସି ଶାଗ ବାଛୁଛି। କଳମ ଶାଗ ଭଜା ହେବ, ସଜନା ଶାଗ ଭଜା ହେବ, ଆଉ ଛତୁ ପତ୍ର ପୋଡ଼ା ସହିତ ପଖାଳ, ଆଉ ତା ସହିତ ପୁଣି ଉଷୁନା ଭାତକୁ ମୁଗ ଡାଲି, ଆଉ ବହୁତ ସାରା ଟେଷ୍ଟି ଖାଇବା ଆମ ଘରେ ଆଜି ବନିଛି। ଚାଲ ଦେଖିବା କ'ଣ ସବୁ ଦିଦି ହେରିକା କରୁଛନ୍ତି, ଆଉ ଖାଇବା କେତେ ଟେଷ୍ଟି ଖାଦ୍ୟ ଆଜି ଆମ ଘରେ ବନୁଛି। ହଉ ତମେ କୁହ, ଛତୁରେ ଏବେ ମସଲା ପଡ଼ିଲା ପଇଲା। ଏବେ ଆମର ଲଙ୍କାଗୁଣ୍ଡ, ଆଇ କ'ଣ ପଡ଼ିବ? କେତେ ସାରା କଲରେ ଆଉ ନଦୀ ଗରମ
କ'ଣ ବେ ଏମିତି କ'ଣ ହଉଛ ମା ଝିଅ ଖାଇବାକୁ ଖରାବେଳେ ବିସ୍କୁଟ ଆଉ ଫର୍ଦରେ ସାର୍ଟ ଏଠି ପକଡ଼ ଗୋଟେ ଆଣିବୁ ଜଙ୍ଘ ଯାଙ୍କେ ଏଡି ଏଡି ଖର୍ଚ୍ଚ ପାଣି ପିନ୍ଧିବୁ କେଡ଼ି କେଡ଼ି ପଡ଼ିଥିବ ଏ ଯାଙ୍କେ ଓହୋ ପେଟ ଦେଖାଯିବନି ସାଇଜ ସୁନ୍ଦର ହେଇକି ରହିବ ଏଟା ପେଟ ଦେଖାଉଛି ଟେଙ୍ଗି ଦେଇକିନା ରହୁଛି ସାର୍ଟ ଟେଙ୍ଗେ 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 ନାଇଁ ଦେଖାଉଛି ଓହୋ ରେଡ଼ି ଖାଇଦେଲ ସବୁ ମା ଝିଅ ଏମିତି କ'ଣ ହଉଛ ଛି ଛି ଖରାବେଳଟାରେ ତମେ ବିସ୍କୁଟ ଖାଇବାକୁ ଏମିତି ଦେଉଛ ନୋଟ ହେଲା ତ ପଚାରି ନୋଟ ଛତୁ ପାଣି ପାଉ ଟିକେ ଅଛି ଏଥିରେ ଉଠାବ ହଁ ନାଇଁ ନା ସେ ରଖିଛି ଏଇଟା ଏ ସେଠି କାଠ ପିଠା ଓ ଏଇଟା ଏଇଟା ହବ ଏଇଟା ଉପରୁ ଇଏ ଖୋଲିଯିବ କେତେ ଜୋର ପକେଇଛି ଡାଲ କୋଉ ପକେଇନି ଆଉ ବା ହବନି ନହେଲେ ଗ୍ୟାସ୍ ମିଡ଼ିୟମ୍ ଫ୍ଲେମ୍ ର ତ କହିଲୁ କାଟିବି ହଁ ମୁଁ ଫୋନ୍ କରିଥିଲି ବର୍ଷା ଆଇଲାଣି ସବୁ ତଳ ତଳ ଜଲ୍ଦି ଜଲ୍ଦି ତଳ ମୋ ମାମୁଁ କ'ଣ ଶୁଖିଛି ତୋ ସାର୍ଟ ଶୁଖିଛି ଏଗୁଡ଼ା ଶୁଖିନି ମୋ ପ୍ୟାଣ୍ଟ ଶୁଖି ଯାଇଛି ବା ଆବେ ରାତିରେ ଶୁଖିଦେଲା ହେରା ଶୁଖିବନି ଏଠି କାହିଁ ଥଉଛୁ କହିଲି বাইরে ନେଇଯିବ ତୋଳିକି ତଳକୁ ବାବୁର ନା କ'ଣ କରୁଛ ଆବେ ଦବ ଆଣ୍ଟି ଦେଖୁ ଦେଖୁଛୁ କ'ଣ ହଉଛନ୍ତି ଧରି ଦେଇଛୁ ଏ ଗଞ୍ଜୁ ଗଞ୍ଜୁ ତ ମମି ଡାକୁଛି ଗଞ୍ଜୁ ଏ କଳା ହାଣ୍ଡିଆ ବର୍ଷା ବାବୁ ନା ରବେ କି ପବନ ଦଉଛି ଦେଖିଲୁ କେତେ ପବନ ଦେଖି ହଁ ଏଇଟା ବନସେଇବୁ ଆଉ କିଛି ଦରକାର ନାହିଁ ଚାଲ ଯିବା ତଳୁ ଯିବା ଚାଲ ଖାଇବା ଖାଇବା ବା ଭୋକ ହେଲାଣି ମୁଁ ଯିବି ବା ନାହିଁ ପାର୍ଲରକୁ ମୁଁ ଆଉ ଆସିବିନି ପାର୍ଲର ଯିବି ନା ସବୁବେଳେ ଫାଜିଲି ସବୁବେଳେ କାଦେରେ ବାଜୁ ବାଜୁ କାଦେରେ ଦେବି ନେବେ ଆଜି ଏ ଆମର ବଡ଼ ଅବାବୁରେ ତୁ ବଢ଼ିଆ ଫୋନ୍ ଦେଉଛି ଏଇଠି ବା ମୁଁ ସବୁ ସଫା କରିଛି କ'ଣ ଥୋ ତାକୁ ଏଇ ତାଙ୍କ ଛେଟୁ କାହିଁ ନେଲୁ ଶାଗ ଧୁଆଇନି କ'ଣ ସେମିତି ପକା ହେଇଛି ମା ବା ସେମିତି ପକାଏ ହଁ ମା ଧୋଇକି ପକାଏ କିଛି ଆସେନି ନାଇଁ ବା କେତେ ଆସେ କିଛି ଆସେ କାହିଁ ତ ସେମିତି ଗଜୁରାଇଆ ହବ ମୁଁ କାଟିକି ପକାଏ ମୋର ବେଣ୍ଡା ହବ ନାହିଁ କ'ଣ ହଉଛି ତୁ ଖାଇବାକୁ ଆମର ନଷ୍ଟ ହେଇଯିବ ଛତୁ ମସଲା ଟିକେ ଝୋଳକୁ ବଢ଼ିଆ ପାଗ ଦେଲାଣି ବେ ଚାଲ ଗୋଟା କୁଆଡ଼େ ବୁଲିବାକୁ ପଡ଼ିଲାଣି ପଠାଣ ପଠାଣ ଏବେ ହେଇ ଜୟାକୁ ଫୋନ୍ ମାର ଜୟା ପଇସା ସୋର୍ଷ ଦବ ବୋଲି ସାଙ୍ଗ ନାଇଁ ସେ ଯୋଉଣ ଦେବେ
ଆଣୁନୁ ଥାଳିଆ। ଏଇ ଥଣ୍ଡା ହେଇଯିବ, ଖୋଲିଦେଲେ ଥଣ୍ଡା ହେଇଯିବ। ଆମେ ଖାଇବା ଏବେ ଥଣ୍ଡା ହବ କ'ଣ? ଶାଗ ଭାଜିଯିବ। ଶାଗଟା କେତେ ସମୟ ଲାଗିବ? ଦେଖାଯାଉନି କ'ଣ? କି ବାସ୍ନା ଦାମୁରା, କି ବାସ୍ନା ଦେଖିବ। ଏଇ କଥା କରେ ତାକୁ। ୱାଓ ଛତୁ ଖାଏନି ମୋଟରୁ, ଏଠି କହିଲା ବାସ୍ନା ହଉଛି। ବାସ୍ନା ଥୋଇଦେ, ଆମେ ଖାଇଲା ବେଳେ ଭାଗ କରିବା। ରେଡ଼ି ହେଇଗଲା ଆଉ। ତୁ ଖାଇବୁନି ଶାଗ? କାହିଁ ସଜନା ଶାଗ? ଏଇ କାହାର ଗରମ ଭାତ କିଏ ଖାଇବ? ଇଏ ଲାଗିବ ସେ। କେମିତି ଲାଗୁଛି? ବାଢ ପାଟି ବା ଲାଗିଯାଉଥିବ। ମାମା କ'ଣ କାକୁଡି କାଟି କାକୁଡି ଦହି ଖାଇବୁନୁ? ବର୍ଷା ପବନ ବାତ୍ୟା ଘଡ଼ଘଡ଼ି ବୋପାଲୋ। ନର୍ଦ୍ଦମା ଅଳ୍ପ କଲେ ରୋଷେଇଟା ଭଲ ହୁଏ। ଅଧା କଲେ ଖାଇବା ହେଇଯାଏ। ଗରମ ରସୁଣ ପକେଇଲେ ଭଲ ଲାଗିବ। ଭଲ ଲାଗିବ। ଆମ ରସୁଣ ବି ବଜାରରେ ରସୁଣ ପକେଇଲା କହିଲାରୁ। ଦିଦି ତମକୁ କେମିତି କ'ଣ ଲାଗୁଛି ଖାଇବାଟା? ମୋତେ ଖାଇବା ବଢ଼ିଆ ଲାଗୁଛି। ବଢ଼ିଆ ଲାଗୁଛି। ଭାଇ ଷ୍ଟ୍ରିଟ୍ଲି କହିଲେ, ଭାଇ ଷ୍ଟ୍ରିଟ୍ଲି ଶାଗ ଯଦି ତମକୁ କେମିତି ଭଲ ଲାଗିଲା ମୁଗ ଡାଲଟା? ସେ ତାର ଦାନ୍ତ ଚିପିକି କହିଦେଲା। ଆଉ ମାଆକୁ ସେଇଟା ସବୁ ଦେଇଦେ। ଛତୁ ଆଉ ସାଲଡ଼ ପଖାଳରେ ଭଲ ମୁଗ ଡାଲି ହାପୁଡ଼ୁଛ। କ'ଣ ମୁଗ ଡାଲି ଏତେ ଟେଷ୍ଟି? ଲାଇନ୍ ନାହିଁ, ଆମେ ବର୍ଷାରେ ମସଲା ଏମିତିଆ ଲାଗିବ। ମସଲାଟା କ'ଣ କଷା ହେଲା? ଆମେ ସେଥିରେ ମସଲା ଲାଗିଲା ଏମିତିଆ ଲାଗେ। ଭଲ ଲାଗୁଛି ବା, ଭଲ ଲାଗିବ ଏମିତି ଲାଗେ। ଏଠି ଖାଲି ଅଲଗା ହେଇଯିବ ବୋଲି ସେଠି କ'ଣ ଅଛି ବା? ଛତୁ ସାରିଲା କୋଉ କଥା ଆସିବୁ କୋଉ ସୁପୁନୁ ଲଙ୍କା କାହିଁ ଯାଇଥିଲୁ? ମା ଚୋର ନେବୁ ଆଉ ଚୋଡ଼ା ବସିକି ଆଉ ଟିକେ ଡ୍ର ଦେଖେଇବୁ। ମା ଗଲୁ ଦେଖେଇବି ଭଲ ସିନେମା ଘରେ ପଳା ଭାତ ନା ଭାତ ନା ମୁଠାଏ ନେ ଖାଇବା ନାଇଁ ଜମା ମୁଁ ବା କହିଲି ଅଳ୍ପ ଜାଣିପାରୁନି ବୋଧେ ତମ ଭାତ ଭାତ ନବ ହାଣ୍ଡ୍ରେଡ କହିଲେ ବେଶୀ ଖାଇବିନି କେତେ କ'ଣ ହବ କ'ଣ କହୁଛୁ ସୁପର। ବର୍ଷା ପରେ ଦେଖନ୍ତୁ ଆମ ଦୁଆର ମୋର ଅବସ୍ଥା କ'ଣ ହେଇଛି, କେତେ ସାରା ପାଣି ଠିଆ ହେଇଛି। ଆପଣମାନଙ୍କୁ ବ୍ଲଗ୍ ଭିଡ଼ିଓ ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରିନେବେ ଆଉ କମେଣ୍ଟ କରି କହିବେ କେମିତି ଲାଗିଲା। ଆଉ ଯଦି ଚ୍ୟାନେଲରେ ମୋର ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ରହୁଛି ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।